ବିରଞ୍ଚି ଜାଣେ କୌଣସି କଥା କେବେ ଲୁଚି ରହେ ନା, ଦିନେ ନା ଦିନେ ସତ୍ୟର ଉନ୍ମୋଚନ ହେବ। ଆଉ ଯେତେବେଳେ ଉନ୍ମୋଚନ ହେବ, ତାର ଭଦ୍ରମୁଖା ତଳେ ଲୁଚି ରହିଥିବା ଶଇତାନ ରୂପଟି ପରିପ୍ରକାଶ ହେବ। ଖାଲି କାବ୍ୟା କିମ୍ବା ଝିଅମାନଙ୍କ ସାମ୍ନାରେ ନୁହେଁ, ସାରା ସଂସାରଟାରେ କେମିତି ମୁଣ୍ଡ ଟେକି ଚାଲିପାରିବ? ଏ ସଂସାର ତାକୁ କ'ଣ କହିବ? ଯିଏ ସାରା ଜୀବନ ସ୍ୱାମୀକୁ ଭଲ ପାଇଛି, ନିଜ ସୁଖକୁ ଜଳାଞ୍ଜଳି ଦେଇ ଆଗ ସ୍ୱାମୀ ଓ ପିଲାଛୁଆଙ୍କ କଥା ବୁଝିଛି। ସ୍ୱାମୀ କିମ୍ବା ଛୁଆମାନେ ନ ଖାଇବା ଯାଏ ଯେ ପାଟିକୁ ଦାନାଟିଏ ବି ନିଏ ନାହିଁ, ସେଇ ସରଳ ନିଷ୍ପାପ ମଣିଷଟା ପ୍ରତିଦାନରେ କ'ଣ ପାଇଲା? କେଉଁ ସତ୍ସାହସରେ ସେ କାବ୍ୟାର ମୁହଁକୁ ଚାହିଁପାରିବ? ଏଇସବୁ କଥା ଭାବି ଯେତେ ଯେତେ ଦୃଢ଼ ହୋଇଛି, କାଦାର ନିଷ୍ପତ୍ତିକୁ ଟାଳିବାକୁ ସେ ବାରମ୍ବାର ପରାସ୍ତ ହୋଇଛି ତା ନିକଟରେ। ନା, ସେ ତାକୁ ଭୁଲିଯିବ। କିଛି ଦିନ ତାକୁ ଦେଖା ନଦେଲେ କି ତା ଫୋନ୍ କଲ୍କୁ ରିସିଭ୍ ନ କଲେ ହୁଏତ କାଦା ତାକୁ ଭୁଲିଯିବ। ତଥାପି ବିରଞ୍ଚି ପାରିନି। ତେବେ କ'ଣ ବିଧିର ବିଧାନ? ଯାହା ବିଧି ନିର୍ଦ୍ଦିଷ୍ଟ, ତାକୁ କ'ଣ ଛାର ମଣିଷଟା ଏଡ଼େଇ ଦେଇପାରିବ? କାଦା ଆଜି କୃଷ୍ଣ ସାଜି ତା ମୋହନବଂଶୀରେ ବିରଞ୍ଚି ନାୟକକୁ ବଶୀଭୂତ କରିଛି। ପ୍ରେମର ମଦିରା ଯେ ପାନ କରିଛି, ସେ ହିଁ ଜାଣେ ତା ନିକଟରେ ଠିକ୍ ଭୁଲ, ଉଚିତ ଅନୁଚିତର ମାନେ କିଛି ନାହିଁ। କେବଳ ରହିଛି ନିଶା। ଆଉ ପ୍ରେମ ନିଶାରେ ସେ ହୋଇଯାଇଛି ନିଶାଗ୍ରସ୍ତ। ପୁଣି କାଦା ପରି ଝିଅଟିକୁ କେମିତି ବା ସେ ଭୁଲିଯିବ? ଯାହା ହେଇଯାଉ ପଛେ, ଦୁନିଆ ଯାହା କହୁ, କାଦା ବିନା ତା ଜୀବନର ମାନେ କିଛି ନୁହେଁ। ଅଧୁରା ଜୀବନକୁ ନେଇ ବଞ୍ଚିବା ଯାହା ବରଂ ମୃତ୍ୟୁ ତା ପାଇଁ ଶ୍ରେୟ। ତା ଜୀବନର ଯାତ୍ରା ପଥରେ ଯଦି କେହି ପଥଯାତ୍ରୀ ହେଇ ତା ସହ ପଥ ଚାଲିବାକୁ ଆକୁଳ ଚିତ୍କାର କରୁଛି, କେମିତି ବା ସେ ତା ହାତ ଛାଡ଼ିଦେବ? କେବେ ନୁହେଁ। କିନ୍ତୁ ଏକ ସର୍ତ୍ତରେ। କାଦା ତାକୁ କେବେ ହେଲେ ବାଧ୍ୟ କରିବ ନାହିଁ କାବ୍ୟାକୁ ଛାଡ଼ି ରାତିଟିଏ ତା ପାଖରେ ରହିବାକୁ। ନଚେତ୍ କାବ୍ୟା ମନରେ ସନ୍ଦେହ ଉପୁଜିବ। ସନ୍ଦେହ ବଳୟରୁ ମୁକ୍ତି ସହିତ ସେ କାଦା ପାଇଁ ତା କର୍ତ୍ତବ୍ୟ କରିବ। ଏତେ ବଡ଼ ସର୍ତ୍ତ ଶୁଣି ସେଦିନ କାଦାର ମୁଣ୍ଡରେ ସତେ ଯେମିତି ବଜ୍ରପାତ ହେଲା। ବିରଞ୍ଚି ତା ନିକଟରେ ଏତେ ବଡ଼ ସର୍ତ୍ତଟିଏ ରଖିବ ବୋଲି ସେ କେବେ ବିଶ୍ୱାସ କରିନଥିଲା। ତଥାପି ଏଇ ସର୍ତ୍ତକୁ କାଦାର ମଞ୍ଜୁର ଥିଲା। ନହେବ ବା କାହିଁକି? ପୃଥିବୀର ଯେକୌଣସି ସର୍ତ୍ତ ମାନିନେବାକୁ ସେ ପ୍ରସ୍ତୁତ, କେବଳ ବିରଞ୍ଚିକୁ ପାଇବାକୁ। ତା ଜୀବନରେ କେବଳ ଜଣେ ପୁରୁଷ ହିଁ ବିରଞ୍ଚି। ତା ମଥାରେ ସିନ୍ଦୂର ଦେବାର ଅଧିକାର କେବଳ ଜଣେ ପୁରୁଷ, ସେ ହିଁ ବିରଞ୍ଚି। କାଦା ଓ ବିରଞ୍ଚି ଉଭୟ କୋର୍ଟ ମ୍ୟାରେଜ କରିନେଲେ। ଉପସ୍ଥିତ ଥିଲେ କାଦାର ବାପା ଓ ତା ସମ୍ପର୍କୀୟ। ହେଲେ ବିରଞ୍ଚି ପାଇଁ ଉପସ୍ଥିତ ଥିଲେ ମିଛମାନେ। ଏହି ମିଛମାନେ କାଦା ପାଇଁ ଗ୍ରହଣୀୟ। କାଦାର ସୁଖ ପାଇଁ ବାପ ମା'ର କୌଣସି ଆପତ୍ତି ବା ପ୍ରତିବାଦ ନଥିଲା। ହଁ, ଜ୍ୱାଇଁଟି ବୟସ୍କ ନିଶ୍ଚିନ୍ତ। ହେଲେ କ'ଣ ହେଲା? ଯୁଗ ବଦଳିଛି। ଅନ୍ୟ ସବୁ ଗୁଣ ଥିଲେ ବୟସଟା ପ୍ରତିବନ୍ଧକ ନୁହେଁ। ଝିଅ ଯଦି ଠିକ୍ କରିଛି ସେ ସୁଖ ପାଇବ, ତେବେ ସେମାନେ କାହିଁକି ବା ଆପତ୍ତି କରିବେ? ଏମିତି ଭାବି କାଦାର ବାପ ମା ବୟସ୍କ ବିରଞ୍ଚିକୁ ଜ୍ୱାଇଁ ରୂପେ ଗ୍ରହଣ କରିନେଲେ। ପ୍ରାୟ 1 ବର୍ଷ ପରେ କଟକର ଏକ ଘରୋଇ ହସ୍ପିଟାଲରେ କାଦାର ଡେଲିଭରି ପାଇଁ ଆଡ଼ମିସନ୍ ହୋଇଛି। କୋଚିଂ ସେଣ୍ଟରରେ ଭୋଜି ଅଛି ଓ ସେ ରାତିରେ ଆସିପାରିବନି ବୋଲି କାବ୍ୟାକୁ ମିଛ କହି ବିରଞ୍ଚି ହସ୍ପିଟାଲକୁ ଚାଲିଗଲା। ଆଜିକାଲି ଡେଲିଭରି ନର୍ମାଲ କିମ୍ବା ସିଜେରିଆନ୍, ଏହି ଦୁଇଟି ମଧ୍ୟରୁ ସିଜେରିଆନ୍ ବିକଳ୍ପଟିକୁ ଅଧିକାଂଶ ଡାକ୍ତରମାନେ ପସନ୍ଦ କରନ୍ତି। ସେମାନେ ପେସେଣ୍ଟକୁ ଆଉ ଅଧିକ ଯନ୍ତ୍ରଣା ଦେବାକୁ ଚାହାନ୍ତି ନାହିଁ।
ପୁଣି ପେସେଣ୍ଟର ଗାର୍ଡ଼ିଆନ୍ ମାନେ ମଧ୍ୟ ଅଧୈର୍ଯ୍ୟ ହୋଇ ପଡ଼ନ୍ତି ନର୍ମାଲ ଡେଲିଭରି ପାଇଁ। ଯେଉଁ ଗୁରୁତ୍ୱପୂର୍ଣ୍ଣ ସମୟ ବିରଞ୍ଚି ହସ୍ପିଟାଲରେ କଟାଇଛି, କେହି ଚିହ୍ନା ମୁହଁ ତାର ସାକ୍ଷାତ ହୋଇନାହାନ୍ତି। ଯଦିବା କେହି ଦେଖା ହୋଇଥାନ୍ତେ, ହୁଏତ ସେ ଏଡ଼େଇ ଦେଇ ପାରିଥାନ୍ତା କିଛି ନା କିଛି ବାହାନା କାଢ଼ି। ମେଡ଼ିକାଲ ଅଭିଜ୍ଞତା ତାଠାରୁ ବା ଆଉ କାହାର ଅଧିକ ଅଛି? ସେ ପୂଜାପାଠ ନ କଲେ ମଧ୍ୟ ଈଶ୍ୱରଙ୍କ ପ୍ରତି ତାର ପ୍ରଗାଢ଼ ଭକ୍ତି ରହିଛି। ସେ ଜାଣେ କୌଣସି ନା କୌଣସି ଐଶ୍ୱରିକ ଶକ୍ତି ଏ ବିଶ୍ୱ ବ୍ରହ୍ମାଣ୍ଡକୁ ସୁଶୃଙ୍ଖଳିତ ଭାବରେ ପରିଚାଳନା କରି ଚାଲିଛି। ଅନେକ ଘଟଣା ପ୍ରବାହରେ ଈଶ୍ୱରଙ୍କ ପ୍ରତି ତାର ବିଶ୍ୱାସ ଦୃଢ଼ୀଭୂତ ହୋଇଛି, ତାର ଆତ୍ମବିଶ୍ୱାସ ବଢ଼ିଛି। ଏ କଥା ବି ସତ୍ୟ, ମନୁଷ୍ୟ ଯାହା ଚାହେଁ ତାହା ତାକୁ ପ୍ରାପ୍ତ ହୋଇ ନପାରେ। ଯାହା ନ ଚାହିଁଛି ତାହା ତାକୁ ଅକ୍ଳେଶରେ ପ୍ରାପ୍ତ ହୋଇଛି। ସେଥିପାଇଁ କୁହାଯାଏ, ମନୁଷ୍ୟ ପ୍ରକୃତି ଓ ପରିସ୍ଥିତିର ଦାସ। ତେଣୁ ପୁତ୍ର ହେଉ ଅବା କନ୍ୟା ସନ୍ତାନ ହେଉ, କିନ୍ତୁ କାଦାର ଜୀବନ ହିଁ ତା ପାଇଁ ମୂଲ୍ୟବାନ। ବିରଞ୍ଚି ଡେଲିଭରି ରୁମ୍ର ସାମ୍ନା ବାରଣ୍ଡାରେ ପଡ଼ିଥିବା ଚେୟାର ଉପରେ ଏକ ଗମ୍ଭୀର ଆଶଙ୍କାରେ ବସିଛି। ଡେଲିଭରି ରୁମ୍ରେ କାଦାର ଗର୍ଭଯନ୍ତ୍ରଣା। ବିରଞ୍ଚିର ସାମ୍ନା ଚେୟାର ଉପରେ ଛଳ ଛଳ ଆଖିରେ ବସିଛନ୍ତି ଆଉ ଜଣେ ମା। ମଝିରେ ମଝିରେ ହାତ ଯୋଡ଼ି ଠାକୁରଙ୍କୁ ଡାକୁଛନ୍ତି, ହେ ପ୍ରଭୁ, ଭଲରେ ଭଲରେ ମୋ ଝିଅକୁ ଉଦ୍ଧାର କରିଦିଅ। ବିରଞ୍ଚି ଶାଶୁ ମା'କୁ ଲକ୍ଷ୍ୟ କରି ମନେ ପକାଇ ଚାଲିଥିଲା ତା ନିଜ ଜନ୍ମ କଲା ମା କଥା। ତା ମା'ର ଚକ୍ଷୁ ଯୁଗଳରୁ କେତେ ବା ବନ୍ୟା ପ୍ରବାହିତ ନ ହୋଇଛି। ଗୋଟିଏ ବୋଲି ଝିଅର 5ଟି ଝିଅ, ପୁଣି ବଡ଼ ପୁଅର 3 ଝିଅ। ନାତିଟିଏ ପାଇଁ ତା ଆଖିରୁ ସବୁତକ ଲୁହ ସେ ନିଗାଡ଼ି ଦେଇଛି। ସମସ୍ତ ଲୁହକୁ ଝରାଇ ଆଖି ଦୁଇଟି ଶୁଷ୍କ କରିଦେଇଛି, ଖାଲି ନାତିଟିଏ ହେବାର ଖବର ଟିକେ ଶୁଣିବାକୁ। ସେ ଗାଁରୁ କଟକ ଓ କଟକରୁ ଗାଁ। ପୁଣି କେତେ ଦିଅଁ ଦେବତାକୁ ସେ ନ ଡାକିଛି। ସତ ସବୁ ଦେବାଦେବୀ ତା ପାଇଁ ସତେ ଯେମିତି ପାଲଟିଗଲେ ବଧିର ଓ ପାଷାଣ। ପୁଣି ଯେଉଁଥିପାଇଁ ତା ଜୀବନର ସର୍ବଶ୍ରେଷ୍ଠ ଖବରଟିକୁ ଶୁଣିବାକୁ ସେ ଆଜି ଯାଏଁ ଅପେକ୍ଷା କରିଥିଲା, ବିଧାତା ତାହା ବି କରାଇ ଦେଲାନି। ଆଜି ସେ ମୂକ। ଦେଖିବା, ଶୁଣିବା, ହସିବା, କାନ୍ଦିବା ଏସବୁ ତା ପାଇଁ ସମାନ, ପ୍ରତିକ୍ରିୟାହୀନ। ପକ୍ଷାଘାତ ରୋଗରେ ସେ ଶଯ୍ୟାଶାୟିନୀ। ହେଲେ ଆଜି ଗୋଟିଏ ସୁଖଦ ଫଳାଫଳ ଅପେକ୍ଷାରେ ବିରଞ୍ଚିର ଆଉ ଗୋଟିଏ ମା। ହଠାତ୍ ଦ୍ୱାର ଖୋଲି ବିରଞ୍ଚିର ଶାଶୁ ପାଖକୁ ଧାଇଁ ଆସି ନର୍ସଟିଏ କହିଲା, ମାଉସୀ, ତୁମର ଗୋଟିଏ ନାତି ହେଇଛି। ବୁଢ଼ୀର ଆନନ୍ଦ କହିଲେ ନ ସରେ। ହେଲେ ବିରଞ୍ଚି ପୁତ୍ର ହେବାର ସମ୍ବାଦରେ ଯେତେଟା ଉତ୍ସାହିତ ହେବା କଥା, ତାଠାରୁ ଅଧିକ ଖୁସି ହୋଇଥିଲା କାଦା ସୁସ୍ଥ ଥିବାରୁ ଓ ତାର ନର୍ମାଲ ଡେଲିଭରି ହୋଇଥିବାରୁ। ଏଥର ମୋ ବକ୍ସିସ୍ ଦିଅ। ଧାଇର ଏଇ କଥା ଶୁଣି ବିରଞ୍ଚି ଖୁସିରେ ଧାଇଟିକୁ 100 ଟଙ୍କିଆ ନୋଟଟିଏ ଧରେଇ ଦେଲା। କାହାକୁ ପୁଅଟେ ହେବାର ଖବରଟି ଖୁସିରେ ମତୁଆଲା କରାଏ ତ ଝିଅଟେ ହେବା ଖବରଟି ହୃଦୟର କଲିଜାକୁ କ୍ଷତବିକ୍ଷତ କରିଦିଏ। ହାୟ ବିଧାତା, ଆଜି ବିରଞ୍ଚି ଜୀବନରେ ଇଏ ଏକ କ୍ଷଣ ଯାହା ତାକୁ ଖୁସିର ଖବରଟି ଶୁଣିବାକୁ ପଡ଼ିଲା। ଏହି ଖୁସିର ମୁହୂର୍ତ୍ତ ଅନ୍ୟକୁ ଦୁଃଖ ଦେବା ବଦଳରେ ଲବ୍ଧ ହୋଇଛି। ବାଃ, କି ବିଚିତ୍ର ଦୁନିଆ! ଜଣକ ଜୀବନରେ ଦୁଃଖର ପାହାଡ଼ ଛିଡ଼ା କରାଇ ବିରଞ୍ଚି ନାୟକ ଆଜି ଅନ୍ୟ ଜଣକ ପାଇଁ ସୁଖର ପାହାଡ଼ ଛିଡ଼ା କରାଇ ସେହି ପାହାଡ଼ ଶିଖରରେ ଛିଡ଼ା ହେଇ କିପରି ଅଟ୍ଟହାସ୍ୟ କରୁଛି। ମିଥ୍ୟାର ଆଶ୍ରୟ ନେଇ ଲୁଚି ଛପି କିପରି ଖୁସି ବନାଉଛି। ହେଲେ ଆଉ ଜଣକ ପାଇଁ ସେଦିନ ଥିଲା ରଜପର୍ବର ଭୂଇଁନଅଣ। ତାର ପୂର୍ବଦିନ ବିଳମ୍ବିତ ରାତିରେ ବିରଞ୍ଚି ନାୟକ କେଉଁଠି ଥିଲା? କଟକ ସହରରେ, ନିଜ ଧର୍ମପତ୍ନୀଠାରୁ ମାତ୍ର 50 କିଲୋମିଟର ଦୂର। ସାନ ଭାଇର ଭବିଷ୍ୟତ ପାଇଁ ସେ ବନ୍ଧୁ ଦ୍ୱାରା ଆଶ୍ରିତ। ଯିଏ ଅନ୍ୟ ଦ୍ୱାରା ଆଶ୍ରିତ, ସିଏ କ'ଣ ବା କାହାକୁ ଆଶ୍ରା ଦେବ? ଏକ ପ୍ରକାର ବିନା ବେତନରେ ଶିକ୍ଷକତା। ଧର୍ମପତ୍ନୀକୁ ଆଶ୍ୱାସନା ଦିଆଯାଇଛି। ପ୍ରତିଶ୍ରୁତି ପୁଣି 2-3 ମାସ ପୂର୍ବର। ଆବ୍ବା, ତୁମେ ବ୍ୟସ୍ତ ହୁଅନା, ମୁଁ ଖୁବ୍ ଶୀଘ୍ର ତୁମକୁ କଟକ ନେଇ ଆସିବି।
ଡେଲିଭରି କଟକରେ ହେବ। ସେଠାରେ ଭଲ ଡକ୍ଟର ଅଛନ୍ତି। ସବୁ ସ୍ତ୍ରୀ ଏମିତି ସ୍ୱାମୀମାନଙ୍କର କଅଁଳିଆ କଥାରେ ଭୋଳ ହୋଇଯାଆନ୍ତି। ସ୍ୱାମୀମାନେ ଏମିତି ସେମାନଙ୍କର ସ୍ତ୍ରୀମାନଙ୍କୁ ବୁଝେଇ ଦିଅନ୍ତି, ଆଉ ସହଜରେ ନାରୀଟି ବୁଝିଯାଏ। ହେଲେ କ'ଣ ହେବ? ବିରଞ୍ଚି ପରି ଠକ ଓ ପ୍ରବଞ୍ଚକମାନଙ୍କର ପ୍ରତିଶ୍ରୁତି ଏମିତି ଧୂଆଁବାଣ ହୋଇ ଶେଷରେ ଭୂପତିତ। ପ୍ରତିଶ୍ରୁତି ସାକାର ହେବାକୁ ଅପେକ୍ଷା କରି କରି ଶେଷରେ ପ୍ରସବ ଯନ୍ତ୍ରଣାରେ ଆର୍ତ୍ତଚିତ୍କାର ଶୁଭେ। ସେହି ଆର୍ତ୍ତଚିତ୍କାରରେ ମାଟି, ଆକାଶ, ବଣ, ପାହାଡ଼, ସବୁଜ କ୍ଷେତଗୁଡ଼ିକର ହୃଦୟ ବିଦାରିତ ହୁଏ। ବିରଞ୍ଚି ପରି ମଣିଷଟା ନା ଦେଖିପାରିଥିଲା, ନା ଅନୁଭବ କରିପାରିଥିଲା ସେ ଦାରୁଣ ଗର୍ଭ ଯନ୍ତ୍ରଣା। ଦୁଃଖ ଭୋଗିବା ଠାରୁ ଦୁଃଖ ସମୟରେ ଛିଡ଼ା ହେବା, ଟିକେ ଆହାପଦେ ଶୁଣାଇବା ନିଶ୍ଚିନ୍ତ ଭାବରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଭୂଇଁନହଣ ପୂର୍ବ ରାତ୍ରି। ସେଦିନ କୁନି ପାଇଁ ଥିଲା ଏକ କାଳରାତ୍ରି। ବର୍ଷର ସମସ୍ତ ମେଘ ଯେପରି ପୁଞ୍ଜୀଭୂତ ହୋଇ ଏକକାର ହୋଇଥିଲେ। ମୂଷଳଧାରାରେ ବର୍ଷା। ସାରା ରାତ୍ରି ପ୍ରସବ ବେଦନାରେ ଛଟପଟ ହେଉଥିଲା କାବ୍ୟା। କାବ୍ୟାର ଚିତ୍କାର ଯେପରି ବିଜୁଳି ଘଡ଼ଘଡ଼ି ଓ ବର୍ଷାର ତାଣ୍ଡବ ନୃତ୍ୟର ଶବ୍ଦରେ ଏକାକାର ହୋଇଯାଉଥିଲା। ଶାଶୁର ଉଦ୍ୟମ ବି ଊଣା ନଥିଲା। ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା। ଢୁ ଢୁ ବର୍ଷା ସାଙ୍ଗକୁ ଗାଢ଼ ଅନ୍ଧକାରର ରାତ୍ରିଟା ବାଧକ ସାଜିଥିଲା ଡାକ୍ତରଖାନାକୁ ନେବାକୁ। ପୁଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଘରଠାରୁ 10 କିଲୋମିଟର ଦୂର। ନା ଅଟୋ, ନା ଚାରିଚକିଆ ଯାନ। ଗାଁଟି ଯାକରେ ମାତ୍ର ଗୋଟିଏ ରିକ୍ସା। ବହୁ କଷ୍ଟରେ ଭୋରୁ ରିକ୍ସାଟିଏ ଠିକ୍ ହେଲା। ସେଇ ରିକ୍ସାରେ କାବ୍ୟାକୁ କର୍ଦ୍ଦମାକ୍ତ ରାସ୍ତାରେ ରିକ୍ସା ଗଡ଼େଇ ଠେଲିପେଲି ଡାକ୍ତରଖାନାକୁ ଅଣାଯାଉଥିଲା। ପ୍ରସବ ଯନ୍ତ୍ରଣାରେ କାବ୍ୟା ବାଟସାରା ଚିତ୍କାର କରୁଥିଲା। ବାଟସାରା ଯାହାର ଦୃଷ୍ଟି ପଡ଼ୁଥିଲା ସେ ଆହା ବୋଲି କହି ସମବେଦନା ଜଣାଉଥିଲା। ବିରଞ୍ଚିର ବାପା, ବୋଉ ଓ ଖୁଡ଼ୀ ଆଦି ସଙ୍ଗରେ ଥିଲେ। ପ୍ରତ୍ୟେକ ମଣିଷ ଯେମିତି କାବ୍ୟାର ସେହି ପରିସ୍ଥିତିରେ ଆପଣାର ମନେ ହେଉଥିଲେ। ସମସ୍ତେ ଠାକୁରଙ୍କୁ ଗୁହାରି ଜଣାଉଥିଲେ କେମିତି କାବ୍ୟାକୁ ଈଶ୍ୱର ଭୟଙ୍କର ବିପତ୍ତିରୁ ଉଦ୍ଧାର କରିଦିଅନ୍ତୁ। ଡାକ୍ତରଖାନା ଆଉ ପ୍ରାୟ ଅଧା ବାଟ। ବାଟ ମଝିରେ ରିକ୍ସାଟି ଅଟକିଗଲା। ସେହି ରିକ୍ସାରେ କନ୍ୟା ସନ୍ତାନଟିଏ ଜନ୍ମ ନେଲା। ମହାବାତ୍ୟା ପରେ ସବୁ ସ୍ତବ୍ଧ ଓ ନୀରବତା ଛାଇ ହୋଇଗଲା ପରି ପରିବେଶଟିଏ ସୃଷ୍ଟି ହେଲା। କାବ୍ୟା ଓ ନବଜାତ କନ୍ୟାଟି ଉଭୟ ନୀରବ ଓ ନିସ୍ତେଜ। ଶିଶୁଟି ବି କାନ୍ଦି ନଥିଲା। ଅଧା ବାଟରୁ ରିକ୍ସାଟି ଘର ଅଭିମୁଖେ ଫେରିଲା। ବାଟସାରା ଯେଉଁମାନେ ଦେଖୁଥିଲେ ଅନ୍ୟ କିଛି ପ୍ରତିକୂଳ ଆଶଙ୍କାରେ କ'ଣ ହେଲା ବୋଲି ପ୍ରଶ୍ନ କରିଥିଲେ। ସେଦିନ କୁନି ନୂଆ ଜୀବନ ପାଇଲା। ଏଥିପାଇଁ ବିରଞ୍ଚିର କୌଣସି ଭୂମିକା ନଥିଲା। ଯାହା ହେଉ ଏତେ ବଡ଼ କଷ୍ଟରୁ ଈଶ୍ୱର ସେଦିନ କୁନିକୁ ଉଦ୍ଧାର କରିଥିଲେ। ହେଲେ ବିରଞ୍ଚି ପରି ପୁରୁଷମାନେ ବିବାହକୁ ଖେଳଘର ପରି ମନେ କରନ୍ତି। ବାପା ହେବାର ଅଧିକାର ସାବ୍ୟସ୍ତ କରନ୍ତି। ପୁରୁଷ ପୁଣିଆ ଜାହିର କରନ୍ତି। ସନ୍ଧ୍ୟାରେ ସାନ ଭାଇ କଟକରେ ଝିଅଟେ ହେବାର ବାର୍ତ୍ତାଟି ପହଞ୍ଚାଇଲା। ତା ମୁହଁରେ ଅଙ୍କିତ ହୋଇଥିଲା ଏକ ବିବର୍ଣ୍ଣ ଓ ବିଷର୍ଣ୍ଣ ରେଖାଟିଏ। ନବମ ଶ୍ରେଣୀରେ ପଢ଼ୁଥିବା 14 ବର୍ଷର ବାଳକକୁ ତାର ଇପ୍ସିତ ପୁତୁରାଟିଏ ନ ମିଳି ଝିଆରୀଟିଏ ପ୍ରାପ୍ତ ହୋଇଥିବାରୁ ସେ ଈଶ୍ୱରଙ୍କ ବିରୁଦ୍ଧରେ ଯେମିତି ଗୋଟିଏ ପ୍ରତିବାଦର ସ୍ୱର ଶୁଣାଉଛି। ବିରଞ୍ଚି ତା କଠୋର ହୃଦୟର ଦୁଃଖଟିକୁ ଚାପି ରଖି ସାଙ୍ଗସାଥୀମାନଙ୍କ ଆଗରେ ମିଠା ବାଣ୍ଟିବାର ପ୍ରତିଶ୍ରୁତି ରଖିଥିଲା। ସେଇ ଝିଅଟି ହେଉଛି କାବ୍ୟା ଓ ବିରଞ୍ଚିର ବଡ଼ ଝିଅ, ଯିଏ ବର୍ତ୍ତମାନ ଡାକ୍ତରୀ ପାଠ ପଢ଼ୁଛି। ଏହି ଡାକ୍ତର ହେବାର ଶ୍ରେୟ କେବଳ କାବ୍ୟାର ପ୍ରଚେଷ୍ଟା ଓ ତ୍ୟାଗର ଫଳ। କାଦା, ପୁଅଟି ଆମ ଖୁବ୍ ସୁନ୍ଦର ହେଇଛି। ତୁମ ପରି ଗୌରବର୍ଣ୍ଣ। କଥାଟିକୁ ଛଡ଼େଇ ନେଇ କାଦା କହିଲା, ପୁଅଟି ଠିକ୍ ତୁମ ପରି ହୋଇଛି। ତୁମରି ନାକ, ତୁମରି ମୁହଁ,
ଆଉ ଆଖି ଦୁଇଟି ଠିକ୍ ତୁମ ପରି। ଏହା ଶୁଣି ବୃଦ୍ଧ ରସିକ ନାଗର ବିରଞ୍ଚି ଓଷ୍ଠରେ ଏକ ସ୍ମିତରେଖାଟିଏ ଟାଣି ହୋଇଗଲା। ସେ ଗର୍ବ ଅନୁଭବ କଲା। ପଚାରିଲା, କାଦା, ଆମ ପୁଅଟି ବଡ଼ ହେଲେ ସେ କେମିତି ଦିଶିବ ଜାଣିଛ? କେମିତି? ଯେମିତି କାମ ଦେବ। ତେବେ ଏଇ ନାଁଟା ଆମ ପୁଅର ରଖିଲେ କେମିତି ହୁଅନ୍ତା? କାଦା କହିଲା, ମୋର ଆପତ୍ତି ନାହିଁ। ଏଇ ନାଁର ମଧ୍ୟ ଆମ ନାମ ସହିତ ସମ୍ପର୍କ ଅଛି। କେମିତି? ପ୍ରଥମ ଅକ୍ଷର କରେ କାବ୍ୟା ଓ କରେ କାଦମ୍ବିନୀ, ଆଉ ଶେଷ ଅକ୍ଷର ବରେ ବିରଞ୍ଚି। ବାଃ କାଦା, ତୁମେ ବହୁତ ଚାଲାକ। ଏ କଥା ମୁଁ ବି କଳ୍ପନାରେ ସୁଦ୍ଧା ଭାବିନଥିଲି। ଭୁବନେଶ୍ୱରରେ ପୁଅର 21 ଆନନ୍ଦ ଉତ୍ସବରେ ପାଳନ ହେଲା। ବିରଞ୍ଚି ଓ କାଦାର ନିର୍ବାଚିତ ନାମ କାମଦେବରେ ନାମକରଣ ହେଲା। ବିରଞ୍ଚିର ସମସ୍ତ ଆଶା ଓ ଆକାଙ୍କ୍ଷା ଆଜି ପୂର୍ଣ୍ଣ ହୋଇଛି। ଯେଉଁ ଇପ୍ସିତ ଅଭାବଟି ତାର ଊଣା ଥିଲା, ତାହା କାଦା ଦ୍ୱାରା ପୂର୍ଣ୍ଣ ହୋଇଛି। କାଦା ନିକଟରେ ସତେ ଯେମିତି ସେ ଋଣୀ। ଏହି ଆନନ୍ଦ ଭିତରେ ସେ ପୁଣି ଭାବବିହ୍ୱଳ ହୋଇଛି। ସତେ ଯେମିତି ଜୀବନ ରାସ୍ତାର ଦୁଛକିରେ ଛିଡ଼ା ହୋଇଛି। ସେ ଜାଣିଛି, ସେ ସାପ ହେଇ ଚୁଚୁନ୍ଦରାଟିଏ ଅଧା ଗିଳିଛି। ସମ୍ପୂର୍ଣ୍ଣ ଭକ୍ଷଣ କଲେ ମୃତ୍ୟୁ ସୁନିଶ୍ଚିତ, ଆଉ ଅଧାରୁ ଛାଡ଼ିଦେଲେ ଅନ୍ଧ ହେବା ନିଶ୍ଚିତ। ତେବେ ନା ସେ ସମ୍ପୂର୍ଣ୍ଣ ଗିଳି ପାରୁଛି, ନା ସେ ଅଧାରୁ ଛାଡ଼ି ପାରୁଛି। କ'ଣ ସବୁ ଘଟି ଯାଉଛି ତା ଆଖି ସାମ୍ନାରେ। ଏପଟେ ତା ପରିବାର, ଯାହାକୁ ସମାଜ ସ୍ୱୀକୃତି ଦେଇଛି, ବାପା, ମା, ଭାଇ, ବନ୍ଧୁ, କୁଟୁମ୍ବ, ପୁଣି ସମାଜର ଚିରାଚରିତ ରୀତିନୀତି। ଚିନ୍ତା କରିପାରୁନି ସେ କ'ଣ କରିବ। ଯେତେ ଚେଷ୍ଟା କଲେ ବି କାଦା ଓ ତା ପୁଅର ଆକର୍ଷଣ ନିକଟରେ ପ୍ରତ୍ୟହ ଯେପରି ଟାଣି ହୋଇ ଆସୁଛି। ଦୁନିଆର ସକଳ ସୁଖ ଶାନ୍ତି ଯେମିତି କାଦା ଅଜାଡ଼ି ଦେବ ବିରଞ୍ଚି ଉପରେ ତାକୁ କୋଳେଇ ଧରି। ସେହି କାଦାର କୋଳରେ ସେ ମୁଣ୍ଡ ଥାପି ଟିକେ ଆଶ୍ୱସ୍ତି ଅନୁଭବ କରିବ। ତା ପୁଅର ବାପା ଡାକ ତାକୁ ଯେମିତି ଏକ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରାଇବ। ହେଲେ ଯେଉଁ ତିନି ଝିଅଙ୍କୁ ସେ ଏତେ ଭଲ ପାଉଥିଲା, ସଂସାରର ସବୁ ସୁଖ ସେମାନଙ୍କ ପାଖରେ ଅଜାଡ଼ି ଦେଉଥିଲା, ଆଜି ସେମାନଙ୍କର ପରିସ୍ଥିତି କ'ଣ ହେବ? ସତେ ଯେମିତି ସେ ପାଗଳ ହୋଇଯିବ ନା ଆତ୍ମହତ୍ୟା କରିବ। ସେ ଭଲ ଭାବେ ଜାଣେ, ଆପଣାର ଲୋକ ହିଁ ସୁଖ ଓ ଦୁଃଖର କାରଣ। ଜଣଙ୍କର ଭୁଲ ନିଷ୍ପତ୍ତି କିମ୍ବା କାର୍ଯ୍ୟର ପ୍ରଭାବକୁ ତାର ଆତ୍ମୀୟମାନଙ୍କୁ ଭୋଗିବାକୁ ହୁଏ, ନିଜର କର୍ମ ଓ ଭାଗ୍ୟର ଦୋହାଇ ଦେଇ ନୁହେଁ। ଅନେକ ବାର କାଦା କହିଛି, ବିରଞ୍ଚି, ମୋତେ ଅନୁମତି ଦିଅ, ଥରେ ମାତ୍ର। ମୁଁ ମୋ ବଡ଼ ଭଉଣୀ ସହ ଦେଖା କରିବାକୁ ଚାହେଁ। ତାଙ୍କୁ କ୍ଷମା ମାଗିବି। ତାଙ୍କ ପାଦ ତଳେ ପଡ଼ି ନିଜକୁ ଭାଗ୍ୟବତୀ ବୋଲି ମନେ କରିବି। ତୁମ ତିନି ଝିଅଙ୍କୁ ମୋ ନିଜ ଝିଅ ଭାବି କୋଳକୁ ଟାଣି ନେବି। ସେଇଥିରେ ମୋତେ ମିଳିବ ଜୀବନର ସାର୍ଥକତା। ମୁଁ ଆଉ କିଛି ଚାହେଁନା। କେବଳ ଏଇ ଦୁଇ ପରିବାର ଏକ ହେବ। ଆମେ ଦୁହେଁ ସଉତୁଣୀ ନୁହଁ। ଆମେ ଦୁହେଁ ଦୁଇ ଭଉଣୀ, ଗୋଟିଏ ଆତ୍ମା। ଆମର ତିନି ଝିଅ ଓ ଗୋଟିଏ ପୁଅ। ବଡ଼ ଭଉଣୀ ଭାବି ସମସ୍ତ ଅଧିକାର ତାଙ୍କରି ଠାରେ ଅଜାଡ଼ି ଦେବି। ହେଲେ ଅନେକ ଥର ବିରଞ୍ଚି କାଦାକୁ ବାରଣ କରିଛି। କହିବା ଯେତେଟା ସହଜ ସାଧ୍ୟ, ବାସ୍ତବ କ୍ଷେତ୍ରରେ ଅସଜଡ଼ା ସୂତାଖିଅଟା ଆହୁରି ଅସଜଡ଼ା ହୋଇଯିବ। ବରଂ ଯାହା ଚାଲିଛି ସେମିତି ଚାଲିଥାଉ। ଏ ପର୍ଯ୍ୟନ୍ତ ଯାହା ସବୁ ତାକୁ ଅଗୋଚର, ତାହା ଜାଣିଲେ କାବ୍ୟା କ'ଣ ସହିପାରିବ? ସେ ଜାଣେ କାବ୍ୟା ଭାରି ସ୍ୱାଭିମାନୀ। ଦୀର୍ଘ ଦିନ ହେବ ଠକି ଚାଲିଥିବା ମଣିଷଟିକୁ ସେ ଏବେ ବି ବିଶ୍ୱାସ କରି ଚାଲିଛି। ଏହାର ଅର୍ଥ ନୁହେଁ କି ତାର ଅଧିକାରକୁ ସେ ଆଉ କାହାରି ହସ୍ତରେ ଟେକିଦେବ। ସ୍ୱାମୀ ରୂପେ ବିରଞ୍ଚି ତା ପରିବାର ପାଇଁ ଓ ତା ପାଇଁ ଯେତେ ଅବହେଳା କଲେ ମଧ୍ୟ ତାଙ୍କୁ କ୍ଷମା ଦେବାର ଅଧିକାର କେବଳ କାବ୍ୟାର ଅଛି।
କାବ୍ୟର ଅଧିକାରକୁ ଛଡ଼େଇ ନେଇ ଆଉ ଜଣେ ନାରୀକୁ ସମର୍ପି ଦେବାର ଅଧିକାର ବିରଞ୍ଚିର ନାହିଁ। କୌଣସି ନାରୀ ଅବା କିପରି ସହ୍ୟ କରିବ? ସେଦିନ ବାସର ରାତିରେ ହୋମ ନଡ଼ିଆ ଦେଇ ଆଉ ଦୀପଶିଖାକୁ ସାକ୍ଷୀ ରଖି କାବ୍ୟାକୁ ଦିଆଯାଇଥିବା ପ୍ରତିଶ୍ରୁତି କ'ଣ ଧୂଆଁ ବାଣ ଥିଲା? ଏଇ କିଛି ଦିନ ହେବ କାବ୍ୟାର ଦେହ ଅସୁସ୍ଥ। ମେଡ଼ିସିନ ଖାଇଲେ ବି ଜ୍ୱର କମୁନାହିଁ। ମମି, ଉଠ ମମି, ବାପା ପରା ଶୋଇଛନ୍ତି। ଉଠୁନାହାନ୍ତି କାହିଁକି? ତୁ ତାକୁ ଉଠେଇବୁନି? ତାକୁ ଉଠେଇଲେ ସେ ପରା ସ୍କୁଲ ଯିବେ। ଆଜି ପରା ଶନିବାର, ମର୍ଣ୍ଣିଂ ସ୍କୁଲ। ତୁ କିଏ ବାପା? ତୁ ମୋତେ ଚିହ୍ନି ପାରୁନାହୁଁ? ମୁଁ ପରା ତୋ ପୁଅ କାମଦେବ। ସତେ ଯେମିତି କେଉଁ ଯୁଗର ଚିର ପରିଚିତ ମୁହଁଟି ଧୀରେ ଧୀରେ ମାନସ ପଟରୁ ଅପସରି ଗଲା। କାବ୍ୟା ଟିକେ ଚେତନ ଅବସ୍ଥାକୁ ଫେରି ଆସି ପୁନର୍ବାର ନିଦ୍ରା ଗଲା। ସେହି 5 ବର୍ଷ ବାଳକର ଖନି ଖନି କଥା। ମମି, ଉଠି ଦେଖିଲୁ କିଏ ଆସିଛି? ତତେ କ'ଣ ଏତେ ନିଦ? ବାପାଙ୍କୁ ଉଠା। ସେ ମୋ କଥା ଶୁଣୁନାହାନ୍ତି। ଆଉ ତମେ ଯଦି ନ ଉଠିବ, ମୁଁ ରାଗି ଯାଇ ତମ ମୁହଁରେ ନିଆଁ ହୁଳା ଦେଇଦେବି ଯେ ଏକାଥରକେ ସ୍ୱର୍ଗକୁ ଚାଲିଯିବ। ହଠାତ୍ କାବ୍ୟାର ତନ୍ଦ୍ରାଭଙ୍ଗ ହେଲା। ବିକଟାଳ ଚିତ୍କାରଟିଏ ଛାଡ଼ି ସେ ହଠାତ୍ ବେଡ୍ ଉପରେ ଉଠି ବସିଲା। ଏକ ଅପ୍ରତ୍ୟାଶିତ ଭୟରେ ତା ସର୍ବାଙ୍ଗ ଦେହଟି ଥରି ଉଠିଲା। ବିରଞ୍ଚି ଉଠି ପଡ଼ି କାବ୍ୟାକୁ ସମ୍ଭାଳିଲା। କାବ୍ୟାର ଦେହରୁ ଗମ୍ ଗମ୍ ଝାଳ ବାହାରି ଯାଉଥିଲା। ତଣ୍ଟି ଯେମିତି ଶୁଖି ଶୁଖି ଯାଉଥିଲା। କାବ୍ୟା, ତୁମର କ'ଣ ହେଲା? ପାଣି ଟେବୁଲ ଉପରେ ଥିବା ପାଣି ବୋତଲରୁ ଗ୍ଲାସରେ ପାଣି ଭର୍ତ୍ତି କରି ବିରଞ୍ଚି କାବ୍ୟାର ପାଟିକୁ ଦେଲା। କାବ୍ୟାର ସମ୍ପୂର୍ଣ୍ଣ ଶରୀରଟା ବିରଞ୍ଚି ଉପରେ ଲୋଟି ପଡ଼ିଥିଲା। ସର୍ବାଙ୍ଗ ଶରୀରଟି ଶିଥିଳ ହୋଇ ଆସୁଥିଲା। ସ୍ୱର ଅସ୍ପଷ୍ଟ। ବିରଞ୍ଚି, ମୋ ଝିଅମାନେ ତୁମକୁ। ଆଉ କିଛି କହିବା ପୂର୍ବରୁ ସବୁ ଶେଷ। ଏତେବେଳକୁ ବିରଞ୍ଚିର କୋଳରେ କାବ୍ୟାର ନିର୍ଜୀବ ଶରୀରଟା ପଡ଼ି ରହି ସତେ ଯେମିତି ବିରଞ୍ଚିକୁ କ୍ଷମା କରି ଦେଉଥିଲା। ସୁନେଇ ନଈର କୂଳରେ ଗାଁ ମଶାଣିରେ ଜୁଇ ପ୍ରସ୍ତୁତ। ଭାଇ ବନ୍ଧୁ କୁଟୁମ୍ବ ଓ ସମ୍ପର୍କୀୟ ସମସ୍ତେ ଉପସ୍ଥିତ। ମଶାଣି ଭୂଇଁରେ ନୀରବତା ଖେଳି ଯାଇଥାଏ। ଅନତି ଦୂରରେ ଛିଡ଼ା ହୋଇଥିବା କାଦାର ଚକ୍ଷୁ ଯୁଗଳରୁ ଧାର ଧାର ଲୁହ ଝରି ପଡ଼ୁଥିଲା। ତାର ଇଚ୍ଛା ହେଉଥିଲା ଜୁଇ ନିକଟକୁ ଯାଇ ଅପାକୁ କୁଣ୍ଢେଇ ପକାଇ ବହେ କାନ୍ଦିବାକୁ। ହେଲେ ସାହସ ଜୁଟାଇ ପାରୁନଥିଲା। ସାମ୍ନାକୁ ଆସିବାକୁ ତାର ଜୁ ନଥିଲା। ଅପାର ଅଧିକାରକୁ ସେ କେବେଠୁ ଛଡ଼ାଇ ନେଇଛି। ଅପା ବାସ୍ତବିକ ଅସାମାନ୍ୟା ଓ ଅତୁଳନୀୟା। ତା ହୃଦୟରେ ସ୍ୱାମୀର ସ୍ଥାନ ସର୍ବାଗ୍ରେ। ଅତ୍ୟୁଚ୍ଚ ହିମାଳୟ ଗିରିଶୃଙ୍ଗଠୁ ତା ନାରୀ ହୃଦୟ ଆହୁରି ଊର୍ଦ୍ଧ୍ୱରେ। ସେ ନାରୀ ନୁହେଁ, ସେ ଜଣେ ଦେବୀ। ସେ ତା ଅପା ସମକକ୍ଷ ନୁହେଁ, ସେ ଏକ ଆଦର୍ଶ ନାରୀ ଚରିତ୍ରର ଏକ ନିଚ୍ଛକ ଉଦାହରଣ। ଅପା, ତୁମେ ମୋତେ କ୍ଷମା କରିଦିଅ। ବିରଞ୍ଚିକୁ କେବେ ଭୁଲ ବୁଝିବନି। ସେ ନିର୍ଦ୍ଦୋଷ। ମୁଁ ହିଁ ସବୁର କାରଣ। ମୁଁ ପ୍ରେମ ପାଗଳିନୀ ହୋଇ ମୋ କାଉଁରୀ ଫାଶରେ ତାଙ୍କୁ ବାନ୍ଧି ରଖି ତୁମ ଅଧିକାରକୁ ତୁମଠାରୁ ଛଡ଼ାଇ ନେଇଛି। ପୁଅର କାନ୍ଧରେ ହାତ ରଖି କାଦା ମନେ ମନେ ନିଜକୁ ଦୋଷୀ ଓ ଅପରାଧିନୀ ବୋଲି ମନେ କରୁଥିଲା। ପଶ୍ଚିମ ଆକାଶର ଦିଗ୍ବଳୟକୁ ରକ୍ତ ରଞ୍ଜିତ କରି ଡୁବି ଯିବାକୁ ପ୍ରସ୍ତୁତ ସୂର୍ଯ୍ୟ। ସବୁ ପ୍ରକାର ପ୍ରସ୍ତୁତି ଶେଷ। ବର୍ତ୍ତମାନ ମୁଖାଗ୍ନି ଦେବାର ବେଳ। ସମସ୍ତେ ଚାହିଁଥାନ୍ତି ବଡ଼ ଝିଅକୁ। ସେ ମୁଖାଗ୍ନି ଦେବ। କାହାରି ଦୟା କି ଅନୁକମ୍ପା ନୁହେଁ, ଏହା ତାର ଅଧିକାର। ଝିଅ ହେଲା ବୋଲି କ'ଣ ମୁଖାଗ୍ନି ଦେଇପାରିବ ନାହିଁ? ନିୟମ କିଏ କରିଛି? ନିୟମ ଗଢ଼ା ହୋଇଛି ଏଇ ସମାଜର କେତୋଟି ହାତଗଣତି ସ୍ୱାର୍ଥପର ମଣିଷମାନଙ୍କ ଦ୍ୱାରା।
ପୁଣି ବାର ବାର ଭାଙ୍ଗି ଚୁରମାର ହେଇଛି ସ୍ୱାର୍ଥ ହନନ ଯୋଗୁଁ। ଯାହା ଚାଲି ଆସିଛି ପରମ୍ପରାର ଦୋହାଇ ଦିଆଯାଇ ତାହା ଯେ ସତ୍ୟ ଓ ଗ୍ରହଣୀୟ କିଏ କହିବ? ଝିଅଟେ ମୁଖାଗ୍ନି ଦେଇ ନ ପାରିବାର ଯଥାର୍ଥତା କେଉଁଠି ଅଛି? ପରମ୍ପରା କିମ୍ବା ଅନ୍ଧବିଶ୍ୱାସ ନାଁରେ ଗୋଟିଏ ନାରୀର ଅଧିକାରଟିକୁ ଛଡ଼ାଇ ନେବାର ପ୍ରୟାସ କରାଯାଇଛି ଯୁଗ ଯୁଗ ଧରି। ଯେଉଁଠି ଚାଲେ ବିଜ୍ଞାନର ଜୟଯାତ୍ରା, ସେହି ସମାଜରେ କିପରି ଅନ୍ଧବିଶ୍ୱାସକୁ ଆଲିଙ୍ଗନ କରାଯାଏ? ଜୁଇ ଉପରେ ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ଅଜାଡ଼ି ହୋଇ ପଡ଼ିଥାଏ। ଝିଅମାନଙ୍କ ଚକ୍ଷୁରୁ ଯେମିତି ଧାର ଧାର ଲୁହ ଝରି ମଶାଣି ଭୂଇଁକୁ ସିକ୍ତ କରି ପକାଉଥାଏ। କେହି ସହୁ ବା ନ ସହୁ, ମା କ'ଣ ଝିଅମାନଙ୍କର ଆଖି ଲୁହ ଦେଖି ସହିପାରିବ? କ'ଣ କରିବ ସେ? ଆଉ କ'ଣ ସମ୍ଭବ ଲୁହ ପୋଛିଦେବା ପାଇଁ? ସେ ତ ଚିରକାଳ ପାଇଁ ସ୍ଥିର ହୋଇଯାଇଛି। ସେ ତ ପାଲଟି ଯାଇଛି ଶବ। ତାର ସମସ୍ତ ଶକ୍ତି, ସାମର୍ଥ୍ୟ, ଧୈର୍ଯ୍ୟ, ସାହସ, ଆଶା, ଆକାଂକ୍ଷା ଆଜି ବାୟୁମଣ୍ଡଳରେ ବିଲୀନ ହୋଇଯାଇଛି। କିଛି କ୍ଷଣ ପରେ ତା ପାର୍ଥିବ ଶରୀରଟି ପାଲଟିଯିବ ପାଉଁଶ। କେଉଁ ଏକ କାଳବୈଶାଖୀର ପ୍ରଚଣ୍ଡ ପ୍ରହାରରେ ଆଘାତପ୍ରାପ୍ତ ଦଣ୍ଡାୟମାନ ବାପାଙ୍କୁ ଧରି ବଡ଼ ଝିଅ ରାନୁ ଭୋ ଭୋ ହୋଇ କାନ୍ଦି ଉଠିଲା। ମୁଖାଗ୍ନି ଦେବାକୁ ରାନୁକୁ ଡକା ପଡ଼ିଲାଣି। ହେଲେ ଏ କ'ଣ? ସମସ୍ତଙ୍କ ନୀରବତାକୁ ଭଙ୍ଗ କରି, ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ରାନୁ କୁଆଡ଼େ ଯାଉଛି? ଅନତି ଦୂରରେ ଗୋଟିଏ ଛୋଟ ପୁଅଟି କାନ୍ଧରେ ହାତ ରଖି ଦଣ୍ଡାୟମାନ ଗୌରବର୍ଣ୍ଣା ସୁନ୍ଦରୀ ନାରୀଟି ନିକଟକୁ ରାନୁକୁ ଜାବୁଡ଼ି ଧରି ଦୋଷୀଟି ପରି କାନ୍ଦି ଉଠିଲେ ମହିଳା ଜଣକ। କଇଁ କଇଁ ହୋଇ କାନ୍ଦୁଥିବା 5 ବର୍ଷର ଶିଶୁପୁତ୍ରକୁ ରାନୁ ସଙ୍ଗରେ ଧରି ଆସିଲା ମା'ର ଜୁଇ ନିକଟକୁ। ସତେ ଯେମିତି କାବ୍ୟାର ଆତ୍ମା କହୁଥିଲା, ଆ ପୁଅ, ମୋ ପାଖକୁ ଟିକେ ଆ। ତୁ କ'ଣ ମୋ ଉପରେ ଅଭିମାନ କରିଛୁ? ମୁଁ ସବୁ ଜାଣେ ବାପା। ତୋ ବାପା ସିନା ମୋତେ ଲୁଚେଇଲେ, ହେଲେ ସତ କେବେ ଲୁଚି ରହେନା। ତୋ ବାପାଙ୍କର ଦୈନିକ ରାଶିଫଳ ମୁଁ ତାଙ୍କ ହାବଭାବ ଓ ମୁଖମଣ୍ଡଳର ଛବି ଦେଖି ପଢ଼ିପାରେ। ସେ ଏକଦମ ବୁକ୍ ୱାର୍ମ। ପୁସ୍ତକ ପଢ଼ିବା ଓ ଲେଖାଲେଖି କରିବା ତାଙ୍କର ଗୋଟିଏ ହବି। ପୁଣି ତାଙ୍କର ଗୋଟିଏ ପୁସ୍ତକ ଭର୍ତ୍ତି ଆଲମାରୀ, ଯେଉଁଥିରେ ସେ କେବେ ତାଲା ପକାନ୍ତି ତ କେବେ ଖୋଲା ରଖନ୍ତି। ମୁଁ କି ମୋ ଝିଅମାନେ କେବେ ତାଙ୍କ ଆଲମାରୀରେ ହାତ ଦେଉନା। କେଜାଣି କାହିଁକି ହଠାତ୍ ଦିନେ ମୁଁ ତାଙ୍କ ଆଲମାରୀ ବହି ଦେଖୁ ଦେଖୁ ଗୋଟିଏ ଡାଏରୀ ଉପରେ ଆଖି ପଡ଼ିଲା। ଡାଏରୀଟି ପଢ଼ି ଯାହା ପ୍ରତ୍ୟୟ ହେଲା, ମୁଁ ଆଶ୍ଚର୍ଯ୍ୟଚକିତ ହେଲି। ମୋ ମୁଣ୍ଡ ଘୂରାଇ ଦେଲା। ମନେ କଲି, ମୋ ଅନୁମାନଟି ବୋଧହୁଏ ସତ୍ୟ ଥିଲା। ଆଜି ପୁଅଟେ ଦେଇପାରିନି ବୋଲି ବୋଧହୁଏ ତୋ ବାପାଙ୍କର ମନସ୍ତାପ ଥିଲା। ହେଉ, ତାଙ୍କର ଇଚ୍ଛା ହିଁ ମୋର ଇଚ୍ଛା। ତୋ ବଡ଼ ଭଉଣୀ ବ୍ୟତୀତ ମୁଁ କାହାରି ଆଗରେ ଏ କଥା ପ୍ରକାଶ କରିନଥିଲି। ଆ ବାପା, ତୋତେ ମୁଁ 10 ମାସ ଗର୍ଭରେ ଧାରଣ କରିନଥିଲେ କ'ଣ ହେଲା? ତୁ ମୋ ପୁଅ, ତୁ ମୋ କାମଦେବ। ଧନରେ ତୋ ଶରୀରରେ ମୋ ଅଧିକାରର ରକ୍ତ ପ୍ରବାହିତ। ଆ ପୁଅ, ମୋ ନିକଟକୁ ଆସି ମୋ ପାଟିରେ ଟିକେ ନିଆଁ ଦେ, ମୁଁ କୃତାର୍ଥ ହୋଇଯାଏ। ପୁତ୍ର କାମଦେବ ମୁଖାଗ୍ନି ଦେବା ପରେ ଜୁଇ କାଠ ଫରଫର ହେଇ ଜଳି ଉଠିଲା। ସେତେବେଳକୁ କାଦା ବିରଞ୍ଚି ନିକଟରେ ଆସି ଛିଡ଼ା ହୋଇଥାଏ। 3 ଝିଅ ବାପାଙ୍କୁ ଧରି କାନ୍ଦି ଉଠିଲେ। ବସନ୍ତର ସାନ୍ଧ୍ୟକାଳୀନ ଅସ୍ତଗାମୀ ସୂର୍ଯ୍ୟଟା ଆଉ ଫୁଲେଇ ହେଉ ନଥିଲା କି ରୋମାଞ୍ଚିତ କରୁନଥିଲା। ପଶ୍ଚିମ ଦିଗ୍ବଳୟଟି ଦିଶୁଥିଲା ବିଷର୍ଣ୍ଣ, ବିବର୍ଣ୍ଣ ଓ ମଳିନ। ସେଦିନ ଖାଲି ତ୍ୟାଗର ବାର୍ତ୍ତା ଦେଇ ମଳିନ ସୂର୍ଯ୍ୟଟା ଡୁବି ଯାଉଥିଲା ପଶ୍ଚିମ ଆକାଶରେ। ଆପଣମାନଙ୍କୁ ଯଦି ଗଳ୍ପ ଭଲ ଲାଗିବ, ତେବେ ଦୟାକରି ଗୋଟିଏ ଲାଇକ୍ ଦେବେ ଏବଂ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।